ओम गुरुर्ब्रह्मा गुरुर्विष्णु गुरुर्देव महेश्वर गुरुः साक्षात् परं ब्रह्म तस्मै श्री गुरुवे नमः। हे कृष्ण करुणा सिंधु दीनबंधु जगत्पते गोपेश गोपिका कांत राधा कांत नमोस्तुते। तप्त कांचन गौरंगी राधे वृंदावनेश्वरी वृषभानुसुते देवी प्रणमामि हरि प्रिये। आज ये जो किछि दिन धरि चलुछि गीता ज्ञान ओडिया बा जहा भगवानकर मुख निस्पृत वाणी गीता सुगीता कर्तव्य के मुने शास्त्र विस्तरे स्वयं पद्मनाभस्य मुख पद्मात् निःसृत। से भगवानकर मुख निःसृत वाणी जहाँ आम श्रवण करुचे बा पाठ करुचे दैनंदिन जीवन रे कई लोक कहते गीता पढ़ीदेले कौन आमको ये सब किसी मिल धन जन गोप लक्ष्मी ये सब मिल हुए तो एसबू मिल पारे कि न मिल पारे ता तो कहीं कही परिबेनि, किंतु गोटे जिनस मिलियो ता होछि अपूर्व शांति जहाँकि सच्चित आनंद आनंद केबे हेले सरिबनि कि जहाँ व्यक्त करिबा जहाँ भाषा रे प्रकाशित करिबा ताहा केबे हेले आम पाखर असरंती भंडार भरी रही। ये गीता पाठ करने द्वारा ए शरीर आज अच्छे काली सकाळ बेले तो नथिबो, किंतु आमर जतिक पुण्य बल से पुण्य बलटा ही आमको धीरे धीरे आगू को नहीं जीवो, पुणी गोटे नूतन जन्म दे पारे नहले ए जन्म भगवानकर पाद पद्म को आश्रय करी आमर दिन बा जीवन चली जाइए। निश्वास ताकू भरोसा नहीं, यही मुहूर्त अच्छे पर मुहूर्त नथिबो। बहुत लोक भी मरी हजी गले। आसतु आम समस्ते घरे घरे गोटे गोटे गीता रखि पाठ करिबा। श्रीमद् भगवत गीता गीता प्रेस जो बहीटा के मुझे रखी पाठ करे दिन ना दिन किसी न किसी गोटे श्लोक होना कहीं आम पाठ कर चलवा आम जीवन को पारमार्थिक क्षेत्र में आगे नहीं जावा। ये हूँ गोटे छोटिया प्रयास नवोदय भक्ति श्रवण कीर्तन स्मरण पाद सेवन दास्य रे पूजन सखी जन आत्मनिवेदन गोविंद दास रे मन रे हरि भजन कर मन भजन कर भव सागर तो होइबु पार आज से हरिंकर कथा को आम श्रवण करवा निजे पाठ करवा। कहीं ना पाठ करवा किसी न किसी नीति नियम था कौन हवा ना हाथ गोड़ टे धौत कर आसवा गोटे सफा वस्त्र पिंधा तापर गीता को पाठ करवा। किंतु श्रवण अति सहज जो जगह जो थे भी जो अवस्था थे भी शौच अशौच किसी माने नहीं करना ये कानेर भीतर गिया मोर में पशिल गो आकुल करिल मोर प्राण सई के बासु नैल से मन। भगवान नाम महिमा भितर
କାନେର ଭିତର କିଆ କାନ ଭିତରେ ଯାଇ ହୃଦୟରେ ପ୍ରବେଶ ତଳ କରି ଯାଉଛି ଭଗବାନଙ୍କର କୃଷ୍ଣ ନାମ। କ୍ରୁରେ ଗୋଟେ ଅଙ୍କୁଶ ଅଛି, ଯେଉଁ ଅଙ୍କୁଶ ଏଭଳି ଭାବରେ ଟାଣେ ତାକୁ ଭିତରେ ରଖିଲେ ବି ସେ କଷ୍ଟ ଦିଏ, ପଦାକୁ ଆସିଲେ ବି କଷ୍ଟ ଦିଏ। ଭିତରେ ଯେଉଁ କଷ୍ଟଟା ମିଳେ ସିଏ ଗୋଟେ ହଉଛି ପ୍ରେମ ଯେଉଁମାନେ ଗୋପୀ ମାନେ କରିଥିଲେ। ବାହାରକୁ ଆସିଲା ପରେ ଯେଉଁ ପ୍ରେମଟା ଯେଉଁମାନେ ବି ଭଗବାନ ବୋଲି ଜାଣିଥିଲେ ସେମାନେ ତାଙ୍କଠାରୁ ଦୂରୀଭୂତ ହେଇଯାଉଛନ୍ତି। ଏଇଭଳି ଭାବରେ ଗୋଟିଏ ରିସ୍ତା, ଗୋଟିଏ ସମ୍ପର୍କ ଯୋଡ଼ି ଦେବା ମାନେ ହିଁ ଯେତେବେଳେ ସେଇ ସମ୍ପର୍କଟା ଯେତେବେଳେ ଦୂରକୁ ଚାଲିଯାଏ ସେତେବେଳେ ବହୁତ କଷ୍ଟ ହୁଏ। ତେଣୁ ଏଠି ବି କୁହାଯାଇଛି ଭଗବାନ ସହିତ ଗୋଟିଏ ସମ୍ପର୍କ ଯୋଡ଼ି ଦିଅନ୍ତୁ। ଛାଡ଼ ସିଏ ତ ଭକ୍ତି ବିଷୟ, ଏଠି ଗୀତା ପାଠ, ଗୋଟେ ଆଧ୍ୟାତ୍ମ ଚିନ୍ତନ ଯାହାକି ଆମ ଦୈନନ୍ଦିନ ଜୀବନରେ ଆମେ କାର୍ଯ୍ୟରେ ଲଗେଇବା। ତା ଉପରେ ଆମେ ଦେଖିବା କଣ ନା ପୂର୍ବ ଅଧ୍ୟାୟରେ ଯାହା ଆପଣମାନେ ଶ୍ରବଣ କରିଥିଲେ, ବର୍ମଣ୍ୟାଧ୍ୟାୟ କର୍ମାଣି ସଂଗତ୍ୟକ୍ତା କରୋତି ଯ ଲିପ୍ୟତେ ନ ସ ପାପେନ ପଦ୍ମପତ୍ର ମିବାମ୍ବସା। ଯେଉଁ ପୁରୁଷ ସକଳ କର୍ମ ପରମାତ୍ମାଙ୍କ ଠାରେ ଅର୍ପଣ କରିଦେଇ ଓ ଆସକ୍ତି ତ୍ୟାଗ ପୂର୍ବକ କର୍ମ କରନ୍ତି, ପଦ୍ମପତ୍ର ଯେପରି ଜଳ ଦ୍ୱାରା ଲିପ୍ତ ହୁଏ ନାହିଁ, ସେହି ପୁରୁଷ ସେପରି ପାପରେ ଲିପ୍ତ ହୁଅନ୍ତି ନାହିଁ। ଆପଣମାନେ ଦେଖିଥିବେ ପୋଖରୀ ମାନଙ୍କ ଭିତରେ ଯେତେବେଳେ ପଦ୍ମପତ୍ରର ଗୋଟେ ପଦ୍ମପତ୍ର ଜଳ ଉପରେ ଭାସେ, ପୁଣି ସେଇ ପଦ୍ମପତ୍ର ଉପରେ ଗୋଟେ ଜଳ ବିନ୍ଦୁଟେ ରହିଯାଇଥାଏ, କିଛି ଜଳ ରହିଯାଏ, ସେ କଣ ହୁଏ ନା ଭାସମାନ ଅବସ୍ଥାରେ ଥାଏ। ସେ ପଦ୍ମପତ୍ର ସହିତ କେବେ ହେଲେ ମିଶେ ନାହିଁ ବା ଲାଗିଯାଏ ନାହିଁ, ଭାସମାନ ଅବସ୍ଥାରେ ଥାଏ। ତେଣୁ ଆମେ ଯେତେବେଳେ ସମସ୍ତ କିଛି ଭଗବାନଙ୍କୁ ସମର୍ପଣ କରିଦେଇ ଗୀତା ଜ୍ଞାନ ହଉଛି ଯୋଗ, ଇଏ ହଉଛି ପଞ୍ଚମ ଅଧ୍ୟାୟ। କର୍ମ ସନ୍ନ୍ୟାସ ଯୋଗ, ତାପରେ ଥିଲା ଆମର ହଉଛି ଜ୍ଞାନ କର୍ମ ସନ୍ନ୍ୟାସ ଯୋଗ। ଏସବୁ ବିଭିନ୍ନ ପ୍ରକାର ଖାଲି ଯୋଗ। ଗୀତା ମାନେ ଯୋଗ, ଯୋଗ ମାନେ ଯୁକ୍ତ ହେବା। ଭଗବାନ ସହିତ ଆମେ କିଭଳି ଭାବରେ ଯୁକ୍ତ ହେବା ତାହା ଭଗବାନ ନିଜେ ସ୍ୱୟଂ ଗୀତା ମାଧ୍ୟମରେ ସହଜ ଭାବରେ ବୁଝେଇ ଦେଇଛନ୍ତି, ଯାହାକି ଆମେ ହୃଦୟ ସହକାରେ ପାଠ କରିଲେ ହିଁ ଜାଣିପାରିବା। ଆଉ କଣ ଅଛି ନା କାୟେନ ମନସା ବୁଦ୍ଧ୍ୟା କେବଳୈରିନ୍ଦ୍ରିୟୈରପି ଯୋଗିନଃ କର୍ମ କୁର୍ୱନ୍ତି ସଙ୍ଗତ୍ୱାତ୍ମଶୁଦ୍ଧୟେ। କର୍ମଯୋଗୀ ମାନେ ମମତ୍ୱ ବୁଦ୍ଧି ରହିତ ହୋଇଥିବା କେବଳ ଇନ୍ଦ୍ରିୟ ମନ ବୁଦ୍ଧି ଓ ଶରୀର ଦ୍ୱାରା ବି ଆସକ୍ତି ତ୍ୟାଗ କରି ଅନ୍ତଃକରଣର ଶୁଦ୍ଧି ନିମନ୍ତେ କର୍ମ କରନ୍ତି। ଯୁକ୍ତଃ କର୍ମଫଳ ତ୍ୟକ୍ତା ଶାନ୍ତିମାପ୍ନୋତି ନୈଷ୍ଠିକୀଂ ଅଯୁକ୍ତଃ କାମକାରେଣ ଫଳେ ସକ୍ତୋ ନିବଧ୍ୟତେ। କର୍ମଯୋଗୀ କର୍ମଫଳ ତ୍ୟାଗ କରିଦେଇ ଭଗବତ ପ୍ରାପ୍ତି ରୂପକ ଶାନ୍ତି ଲାଭ କରନ୍ତି ଏବଂ ସକାମ ପୁରୁଷ କାମନାର ପ୍ରେରଣାରେ ଫଳାସକ୍ତ ହୋଇ ବନ୍ଧନରେ ପାଞ୍ଚ ମନର 25 ପ୍ରକୃତି ଯେତେବେଳେ ଆମକୁ ଆକର୍ଷିତ କରେ ସେତେବେଳେ କଣ ହେଇଥାଏ ନା ଆମେ ଆମ ଭିତରେ କାମ, କ୍ରୋଧ, ଲୋଭ, ମୋହ, ଅହଙ୍କାର, ମଦ, ଆଶ୍ଚର୍ଯ୍ୟ ଏସବୁ ପଳେଇ ଆସେ ଆପଣା ଛାଏଁ। ଆମେ ଯେତେ ଚେଷ୍ଟା କଲେ ୟା କବଳରୁ ରକ୍ଷା ପାଇପାରିବାନି। ହୁଏତ କିଛି ସମୟ ଆମେ ଭଗବାନଙ୍କର ଭଗବତ କର୍ମ କରିବା, କିନ୍ତୁ ପୁଣି ଏଇ ଯୋଉ ସବୁ ବିକାର ଗୁଡିକ ଆମକୁ ଏଭଳି ଭାବରେ ଶକ୍ତିଶାଳୀ ଏ କଳି ଯୁଗରେ, ଯାହାକି ସେ ପୁଣି ଇଚ୍ଛା ନଥିଲେ ବି ଆମକୁ ପୁଣି କୁକର୍ମରେ ଲଗେଇ ଦେଇଥାଏ ବା ପାପ କର୍ମରେ ଲଗେଇ ଦେଇଥାଏ। ତେଣୁ ଯିଏ କାମନାର ଅନ୍ତ ଯାହା ଭିତରେ ରହିସାରିଛି ସେ କଣ ହୁଏ ନା କୌଣସି କର୍ମ ବନ୍ଧନରେ ପଡେ ନାହିଁ। କର୍ମ କରୁଥିଲେ ବି କର୍ମ ବନ୍ଧନରେ ପଡେ, ଯାହାକି ଆପଣ ପୂର୍ବ ଅଧ୍ୟାୟରେ ଶୁଣିଛନ୍ତି। ଆଉ କେତେ ଜଣ କର୍ମ କଣ କରନ୍ତି, ଯୋଗୀମାନେ କର୍ମଫଳ ତ୍ୟାଗ କରିଦେଇ ଭଗବତ ପ୍ରାପ୍ତି ରୂପକ ଶାନ୍ତିରେ ବିରାଜିତ ହୁଅନ୍ତି ବା ଶାନ୍ତି ଲାଭ କରିଥାନ୍ତି। ତେଣୁ ଯେଉଁମାନେ ଏସବୁ କର୍ମଫଳ ତ୍ୟାଗ କରିନଥାନ୍ତି, କର୍ମଫଳ ପାଇବାର ସହିତ ଚେଷ୍ଟିତ, ସେମାନେ କଣ କରନ୍ତି ନା କର୍ମ ବନ୍ଧନରେ ହିଁ ପଡନ୍ତି।
ଆଉ କଣ ହେଲା ନା ସର୍ବକର୍ମାଣି ମନସା ସନ୍ନ୍ୟାସ୍ୟସ୍ତ ସୁଖଂ ବସି ନବଦ୍ୱାରେ ପୁରେ ଦେହି ନାଇବ କୁର୍ବନ୍ କାରୟନ୍ ଅନ୍ତଃକରଣକୁ ବଶରେ ରଖି ସାଂଖ୍ୟ ଯୋଗ ଆଚରଣ କରୁଥିବା ପୁରୁଷ କିଛି ନ କରି ଓ ନ କରାଇ ହିଁ ନବଦ୍ୱାର ବିଶିଷ୍ଟ ଶରୀର ରୂପକ ପୁରରେ ମନ ଦ୍ୱାରା ସକଳ କର୍ମ ତ୍ୟାଗ କରିଦେଇ ସଚ୍ଚିଦାନନ୍ଦ ଘନ ପରମାତ୍ମାଙ୍କ ସ୍ୱରୂପରେ ଆନନ୍ଦ ପୂର୍ବକ ଅବସ୍ଥାନ କରନ୍ତି। ଏ ନବଦ୍ୱାର ବିଶିଷ୍ଟ ଶରୀର, ଏ ଶରୀରରେ 9ଟି ଦ୍ୱାର ଅଛି। କେଉଁ କେଉଁ ଦ୍ୱାର ଅଛି? ଏଭଳି ଭାବରେ ଦ୍ୱାର ଅଛି, ଯୋଉ ଦ୍ୱାରା କି ମୁଁ ଆଉ ଗୋଟେ ଭିଡ଼ିଓରେ ସମ୍ପୂର୍ଣ୍ଣ ଭାବରେ ବିବରଣ କରିଦେବି। ଏଇ ଯୋଉ 9ଟି ଦ୍ୱାର ବିଶିଷ୍ଟ ଘର ଗୋଟେ କଣ ହଉଛି ନା, ଏଇ ଯୋଉ ଆମର ଶରୀର, ଆମର ଓଡ଼ିଆରେ ଗୋଟେ ଗୀତ ଥିଲା, ବହୁ ଚାଲି ନ ଜାଣିଲ ପାଦ ପଡୁଥାଇ ବଙ୍କା, ଆଉ ଯେଉଁ ଦିନ ବହୁ ସଳଖି ଚାଲିବ ଘରେ ପଡ଼ିଯିବ ଡକା। ଏ ବହୁଟି କଣ ନା, ଏ ବହୁଟି ହଉଛି ଶ୍ୱାସ। ସେ କଣ ନା ବଙ୍କେଇ ବଙ୍କେଇ ଯାଉଛି, ଏପଟେ ଗଲା ଏମିତି ଉଠିଲା, ଏପଟରେ ବୁଲିଲା, ପୁଣି ବଙ୍କେଇ ବଙ୍କେଇ ଯାଉଛି ଶରୀର ଭିତରୁ। 9ଟି ଦ୍ୱାର ଅଛି, ଯୋଉଟା କି ମୁଁ ଆଉ ଗୋଟେ ଭିଡ଼ିଓରେ ବିସ୍ତୀର୍ଣ୍ଣ ଭାବରେ କହିଦେବି। 9ଟି ନବଦ୍ୱାରଟି କଣ ଶରୀର ଭିତରେ। ତେଣୁ କର୍ମ ସର୍ବ ପୁରରେ ମନ ଦ୍ୱାରା ସକଳ କର୍ମ ତ୍ୟାଗ କରିଦେବେ। ମାନେ କଣ, ସେ କରୁଥିବ, ସବୁ କରୁଥିବ, କିନ୍ତୁ ସେ କର୍ମଫଳ ଉପରେ ଆସକ୍ତି ତ୍ୟାଗ କରିଦେଇ ସଚ୍ଚିଦାନନ୍ଦ ଘନ ପରମାତ୍ମାଙ୍କ ସ୍ୱରୂପରେ ଆନନ୍ଦ ରୂପକ ଅବସ୍ଥାନ କରନ୍ତି। ଆଉ ଭଗବାନଙ୍କର ଧ୍ୟାନ କରି ଯାହା କରୁଛନ୍ତି, ଯାହା ହେଉଛି ତାହା ଭଗବାନଙ୍କର ନିର୍ଦ୍ଦେଶରେ ହେଉଛି, ଏସବୁ ଭାବିକିରି ସେ ଭଗବତ ଅର୍ଥ କର୍ମ କରି ଆନନ୍ଦ ପୂର୍ବକ ସେ ଭଗବାନଙ୍କର ପରମାତ୍ମାଙ୍କ ଚିନ୍ତନରେ ସେ ଅବସ୍ଥାନ କରିଥାନ୍ତି। ଆଉ କଣ ଅଛି ନା, ନ କର୍ତ୍ତୃ ନ କର୍ତ୍ତୃ ନ କର୍ମାଣି ଲୋକସ୍ୟ ସୃଜତି ପ୍ରଭୁ ନ କର୍ମଫଳ ସଂଯୋଗଂ ସ୍ୱଭାବସ୍ତୁ ପ୍ରବର୍ତ୍ତତେ। ପରମେଶ୍ୱର ମନୁଷ୍ୟମାନଙ୍କର କର୍ତ୍ତାପଣ, କର୍ମ କିମ୍ବା କର୍ମଫଳର ସଂଯୋଗ ରଚନା କରନ୍ତି ନାହିଁ, କିନ୍ତୁ ସ୍ୱଭାବ ଅର୍ଥାତ୍ ପ୍ରକୃତି ସବୁ କିଛି। ମଣିଷକୁ ଗୋଟେ ସ୍ପେଶିଆଲ ପାୱାର ଦିଆଯାଇଛି, ଯୋଉଟା ହଉଛି ସେ କର୍ମ। ସେ କଣ କର୍ମ କରିବ, ସେ କେଉଁଭଳି ଭାବରେ କର୍ମ କରିବ, ତା ଉପରେ ତାକୁ ହିଁ ଦିଆଯାଇଛି ଗୋଟେ ସ୍ୱତନ୍ତ୍ର ନା କର୍ମ। କଣ ନା, ଭଗବାନ ଯାହା କହିଛନ୍ତି ସେଇ ଗୋଟେ କର୍ମ, ବା ଯାହା ନ କହିଛନ୍ତି ଭଗବତ ଅର୍ଥ କର୍ମ, ଭଗବାନଙ୍କର ପ୍ରୀତି ଅର୍ଥେ ଗୋଟେ କର୍ମ, ଭଗବାନଙ୍କର ମୁଖ ନିଃସୃତ ବାଣୀକୁ ନେଇ କର୍ମ। ଗୋଟେ 3 ପ୍ରକାର ଅଛନ୍ତି ନା, ଗୋଟେ ହଉଛି ଆସୁରିକ ପ୍ରବୃତ୍ତି, ଗୋଟେ ଦୈବିକ ପ୍ରବୃତ୍ତି, ଗୋଟେ ମାନବ, ଦାନବ, ଦେବତା। ଯୋଉ 3 ପ୍ରକାର ଗୋଟେ ଗୁଣ ନେଇକିରି ମଣିଷଟି ଜନ୍ମ ହେଇଥାଏ। ସେ 3 ପ୍ରକାର ଗୁଣ ଯେତେବେଳେ ସମସ୍ତଙ୍କ ପାଖରେ 3ଟି ଥାଏ, କାହା ପାଖରେ ଅଧିକା ଥାଏ, କାହା ପାଖରେ କମ ଥାଏ। କୌଣସି ଗୁଣ ଟିକେ କମ, ବେଶୀ ଗୁଣ ଅଧିକ ଥାଏ। ବେଳେ ବେଳେ ମନ ହୁଏ କାମନା ବାସନାର ଭିତର ଦେଇ ଗତି କରିଯିବା ପାଇଁ, ପୁଣି କେତେବେଳେ ଇଚ୍ଛା ହୁଏ ନା ନା ଏସବୁ ଭୁଲ ରହିଛି। କେତେବେଳେ ଭଗବାନଙ୍କ ଆଡେ ମନ ଲାଗିଯାଏ, କେତେବେଳେ ସାଂସାରିକ କର୍ମ ପ୍ରତି ଲାଗିଯାଏ, କେତେବେଳେ ଆସୁରିକ ପ୍ରବୃତ୍ତି ଯୋଉଟା କି ହଉଛି ଭୁଲ କର୍ମ ତା ପ୍ରତି ମନ ଲାଗିଯାଏ। ଏଭଳି ଭାବରେ ଆମକୁ ସେ ହଇରାଣ ହରକତ କରେ। ତେଣୁ ଏଠି ଗୋଟେ ଅଙ୍କୁଶ ଲଗେଇ ଦିଆଯାଏ, କଣ ନା, ଭଗବତ ଅର୍ଥ କର୍ମ କଲେ ହିଁ ମନୁଷ୍ୟ ପରମାତ୍ମା ରୂପକ ସୁଖ ଶାନ୍ତିରେ ବିରାଜିତ ହେଇପାରେ, ତାର ପାରମାର୍ଥିକ ଦିଗ ସୁଦୃଢ ହେଇପାରେ। ଭଗବତ ଅର୍ଥ କର୍ମ ଭଗବାନଙ୍କର ନିର୍ଦ୍ଦେଶ ଅନୁସାରେ କର୍ମ, ଯାହାକି ଭଗବାନ ମୁଖ ନିଃସୃତ ଶ୍ରୀମଦ୍ ଭଗବତ ଗୀତା ଭିତରେ କହିଛନ୍ତି। ତେଣୁ ସେ କର୍ତ୍ତାପଣ କିମ୍ବା କର୍ମଫଳର ରଚନା ଭଗବାନ କରନ୍ତି ନାହିଁ,
କିନ୍ତୁ ତାଙ୍କର ସ୍ୱଭାବ ଯେଉଁ ଭଳିଆ ତାଙ୍କୁ ବାଧ୍ୟ କରି ପ୍ରକୃତି ହିଁ ସେ କର୍ମରେ ତାଙ୍କୁ ଲଗେଇ ଦେଇଥାଏ ସ୍ୱଭାବ। ତେଣୁ ଆମେ ଆମ ମନକୁ କଣ୍ଟ୍ରୋଲ କରି ଆମେ ମନକୁ ନିୟନ୍ତ୍ରଣ କରି ଯେମିତି କିଛି ଯୋଗ୍ୟ ଅଛନ୍ତି ନିଜ ମନକୁ ନିୟନ୍ତ୍ରଣ କରିଦିଅନ୍ତି, ନିଜ ମନକୁ ବଶରେ କରି ଭଗବାନଙ୍କର ନିର୍ଦ୍ଦେଶିତ କର୍ମରେ ଆଗେଇ ଚାଲନ୍ତି। ତେଣୁ ଆମେ ବି ସେମିତି କରିଚାଲିଲେ ଆମ ଜୀବନ ଦୈନନ୍ଦିନ ଜୀବନ ସାର୍ଥକତା ହେବ। ଆଜି ପାଇଁ ଗୀତା ପାଠକୁ ଏଇଠି ରଖିବା। ଆଗାମୀ ଅଧ୍ୟାୟରେ ପଞ୍ଚମ ଅଧ୍ୟାୟର 15 ନମ୍ବର ଶ୍ଲୋକ 14 ନମ୍ବର ଶ୍ଲୋକ ପର୍ଯ୍ୟନ୍ତ ଆମେ ଗଲେ 15 ନମ୍ବର ଶ୍ଲୋକ ଆରମ୍ଭ କରିବା। ତେଣୁ ଟିକିଏ ନା ଟିକିଏ ଆସନ୍ତୁ ଗୀତା ପାଠ କରିବା। ରୁଚୁ ନ ରୁଚୁ, ଖା ପିତା ବୁଝୁ ନ ବୁଝୁ, ପଢ଼ ଗୀତା। ଏଇ ଗୀତା ପାଠ ଭିତର ଦେଇ ଆମେ ଆଗକୁ ବଢ଼ି ଚାଲିବା। ଆମ ଦୈନନ୍ଦିନ ଜୀବନରେ ଭଗବାନ ପ୍ରତି ଆସକ୍ତ ଗୋଟେ ପ୍ରକାର ଭାବ ଭିତରେ ଦେଇ ତାଙ୍କୁ ଆମ ଭିତରେ ସିଏ ଗୋଟିଏ ହଉଛନ୍ତି ଆମର ପରିବାର ସଦସ୍ୟ, ଏଇ ରୂପରେ ମାନି ଚାଲିବା, ତାଙ୍କର ଗୁଣଗାନ କରି ଚାଲିବା। ଏହା ହିଁ ଆମ ଜୀବନର ଚରମ ଲକ୍ଷ୍ୟ ବା ଅନ୍ତିମ ଲକ୍ଷ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ। ବିମସ୍ୟାବିରଣ ଯଦି ଶୁଦ୍ଧଙ୍ଗ ଶୁଦ୍ଧୁମ୍ବା ମମ ଦୋଷନ ବିଦ୍ୟତେ। ଜୟ ଜୟ ଶ୍ରୀ ରାଧେ, ଜୟ ଜୟ ଶ୍ରୀ ରାଧେ, ଜୟ ଜୟ ଶ୍ରୀ ରାଧେ।